नमस्कार प्रिय दर्शक बंधु, आजिर एही भिडियोटी आपणक पई एक सेई दुख सहित जड़ित हेबाकू जाउअछि, जहाकू आपण काहाकू मध्य सेही दुख प्रकाश करि पारु नाहंती, किंतु प्रतिदिन मन भितरे सेही दुख पई एक आशा जलिबाकू लागुअछि। केबे एमिति मध्य लागिछि कि मो जीवनर दुख केबे शेष हेबो ना, मो जीवनर दुख एमिति ही जीवन सारा रही जीवो। आजि भगवान आपणक पई एक संदेश रखिछंती। सेही संदेश आसीबो केवल गोटिए बही माध्यमरे। यह कौनसी साधारण वीडियो नुहे, यह आपणकर जीवन सहित जोड़ा जाइथिबा एक कहानी। तेणुकरी वीडियोटी को प्रथमरु शेष जाए निश्चय देखंतु। आउ आपणकु एही वीडियोटी केमिति लागिला मते कमेंट बॉक्स रे निश्चित भावरे गोटिए कमेंट करी जनातु। तो सांग माने आजी आमे एही वीडियो माध्यमरे एपरी एक तीनोटी बही विषय रे जानिबाकू जाउअछे, जहाकी बही नंबर 1 नील बही, बही नंबर 2 लाल बही, बही नंबर 3 सबुज बही। एही तीनोटी पुस्तक बा बही मध्यरु आपणकू जेउ बहीटी सबुठारु अधिक जीवन प्रति आकर्षित करुअछि, आपण केवल सेही बहीटी को ही बाछंतु। आपण बाछि सारिले तले मते कमेंट बॉक्स रे बुक नंबर 1 बा 2 बा 3 लिखि दियंतु, जहा फलरे आपणकर जीवन रे निजर कौशलता प्रति किपरि भावरे आकर्षित हेबाकू जाउअछि ताहा आपण माने निश्चय जानी पारिबे। तो चलंतु आउ डेरी न करी आमे आरंभ करिबा। तो सांग माने आपण जदि बही नंबर 1 बा जदि नील बही को बाछिछंती, तेबे चलंतु जानिबा ताहा आपणकर जीवन प्रति की प्रभाव पकाउछि। तो आपणक दुखर कारण अधिक भाबिबा, भरोसा भंग हेबा, आउ निजको अधिकरु अधिक दोषी साब्यस्त करिबा। आपण गोटिए भल लोक अटंती, किंतु भूल लोक को ही आपण सदा सर्वदा भरोसा करिबाकू लागंती। तेणुकरी भगवान सबुबेले कुहंती, तुमे जेउ दुख भोगुछ सेईटा तुमको शक्तिशाली करिबा पई ही आपणक पई एक माध्यम अटे। काहींकि ना कथारे मध्य अछि, किछि समय पूर्वरु जदि आपणकर खराब समय चली अछि, तेबे भाबी नियंतु आपणकर सुखर दिन खूब शीघ्र फेरी आसीबो। काहींकि ना जेतेबेले आपणकर दुख समय चलिबो, सेतेबेले आपणकर सुखर समय धीरे धीरे सरीजिबो। तो सांग माने एही दुख केबे शेष हेबो? आगामी 3 रु 5 मास मध्यरे एक खुशीर संवाद हठात आपणकर जीवन को आलोकित करिबाकू लागिबो। किंतु एक जिनिस मने रखंतु, आउ काहाकू अंध परि विश्वास करिवे नाही। तो सांग माने चलंतु आमे बही नंबर 2 जहाकी लाल बही, जदि आपण एही लाल बहीटी को
ନିଜ ମନ ପସନ୍ଦର ସହ ବାଛିଛନ୍ତି, ତେବେ ଏହି ସନ୍ଦେଶ ଆପଣଙ୍କ ପାଇଁ ଏକ ଦୁଃଖମୟ ହେବାକୁ ଯାଉଅଛି। ପରିଶ୍ରମ ସତ୍ତ୍ୱେ ସଫଳତା ନ ମିଳିବା ଏବଂ ଅର୍ଥ ସମସ୍ୟା ଆଉ ଘରର ପାରିବାରିକ ଚାପ, ଆପଣ ଭାଙ୍ଗି ପଡ଼ିନାହାନ୍ତି, କିନ୍ତୁ ଭିତରୁ ଥକି ଯାଇଛନ୍ତି। ଭଗବାନ ଆପଣଙ୍କୁ କହୁଛନ୍ତି, ଯାହା ଡେରିରେ ହେଉଛି ସେଇଟା କେବେ ବି ଏକ ଅସ୍ୱୀକୃତ କାର୍ଯ୍ୟ ନୁହେଁ। ଦୁଃଖ ଶେଷ ହେବ, କିନ୍ତୁ ଏହା ଆଗାମୀ 60ରୁ 90 ଦିନ ମଧ୍ୟରେ ହିଁ ଶେଷ ହେବ। ଟଙ୍କା, କାମ, ସମ୍ମାନ ତିନୋଟି ଯାକ ଧୀରେ ଧୀରେ ଆସିବାକୁ ଲାଗିବ। ତେଣୁକରି ଆପଣମାନେ କେଉଁ କାର୍ଯ୍ୟରେ ମଧ୍ୟ ନିଜକୁ ଏକ ଶକ୍ତିଶାଳୀ ବନାଇ ଆଗେଇ ଯିବାକୁ ହିଁ ନିଜ ପ୍ରତି ଏକ ବିଶ୍ୱାସ ଆଉ ଭରସା ରଖନ୍ତୁ। କାହିଁକି ନା ଏହି ସମାଜ ହେଉଛି ବହୁତ ବଡ଼ ବିଚିତ୍ର ସମାଜ। ଯଦି ଆପଣ ନିଜର ମନ ଭିତରେ କହିଦେବେ ଯେ ନା, ମୁଁ ତା ପ୍ରତି ବା ସେହି କାର୍ଯ୍ୟ ବା ଖେଳ ପ୍ରତି ନିଶ୍ଚିତ ଭାବରେ ହାରିଯିବି, ତେବେ ଆପଣ କେବେ ମଧ୍ୟ ଜିତିପାରିବେ ନାହିଁ। କାହିଁକି ନା ଆପଣ ନିଜ ମନ ଭିତରେ ଥିବା ଏକ ବିଶ୍ୱାସ, ଭରସା ଆଉ ଆଶାକୁ ଭାଙ୍ଗି ଦେଇଛନ୍ତି। କିନ୍ତୁ ଏହା ଆପଣଙ୍କ ପାଇଁ ସେତେବେଳେ ହିଁ ସମ୍ଭବ ହେବ ଯେତେବେଳେ ଆପଣ ଏକ ଖେଳ ପ୍ରତି ଆକୃଷ୍ଟ ହେବେ ଆଉ ସେହି କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରିବେ ଆଉ ନିଜକୁ କହିବାକୁ ଲାଗିବେ ଯେ ମୁଁ ସେହି କାର୍ଯ୍ୟ ବା ଖେଳରେ ନିଶ୍ଚିତ ଭାବରେ ବିଜେତା ହାସଲ କରିପାରିବି। ତେବେ ଯାଇ ଆପଣ ନିଶ୍ଚିତ ଭାବରେ ଜିତିପାରିବେ। ଏହାର ଗୋଟିଏ ଉପାୟ ହେଉଛି ପ୍ରତିଦିନ ସକାଳେ ମୁଁ ହାରିବି ନାହିଁ ଏହାକୁ 3 ଥର ଉଠିବା ମାତ୍ରେ ବା ବ୍ରହ୍ମ ମୁହୂର୍ତ୍ତରେ କୁହନ୍ତୁ। ଦେଖିବେ ଆପଣଙ୍କର ଜୀବନ କିଛି ଦିନ ମଧ୍ୟରେ ପୁନର୍ଜୀବନ ଭାବରେ ପରିଗଣିତ ହୋଇଯିବ। ତ ସାଙ୍ଗମାନେ, ଚାଲନ୍ତୁ ବହି ନମ୍ବର 3, ଯାହାକି ସବୁଜ ବହି, ଏହା ଆପଣଙ୍କର ଜୀବନ ଶୈଳୀ ଉପରେ କ'ଣ କହୁଅଛି ଆମେ ଆଜି ଜାଣିନେବା। ଯଦି ଆପଣ ଏହି ସବୁଜ ବହି ବାଛିଛନ୍ତି, ତେବେ ଆପଣଙ୍କର ଦୁଃଖ ଅନ୍ୟମାନଙ୍କ ପରି ନୁହେଁ। ଏହା ବହୁତ ଏକାକୀପଣ, କାହାରି କଥାକୁ ନ ବୁଝିବା, ମନରେ ଶୂନ୍ୟତା ଆଶା ପ୍ରକାଶ କରିବା ଆଉ ନିଜ ପ୍ରତି ଭରସା ଭାଙ୍ଗିବା। ଆପଣ ହସୁଛନ୍ତି ସତ, କିନ୍ତୁ ଆପଣଙ୍କର ମନ ସଦାସର୍ବଦା କାନ୍ଦୁଅଛି। ଭଗବାନଙ୍କ ସନ୍ଦେଶ ଏହା ଦେଇଥାଏ ଯେ ତୁମେ ଏକା ନୁହେଁ, ମୁଁ ତୁମ ସହିତ ଅଛି। ଏହାର ଦୁଃଖ କେବେ ଶେଷ ହେବ? ଏହି ଦୁଃଖ ବର୍ଷର ଶେଷ ପୂର୍ବରୁ ହିଁ ଆପଣଙ୍କର ଶେଷ ହେବ। ଏକ ନୂଆ ଆଲୋକ ମଧ୍ୟ ଖେଳିଯିବ କିମ୍ବା ଏକ ନୂଆ ଉଦ୍ଦେଶ୍ୟ ମଧ୍ୟ ସୃଷ୍ଟି ହେବ, ଯାହାକି ଆପଣ ନିଜର ସ୍ୱପ୍ନରେ ସୁଦ୍ଧା ମଧ୍ୟ ଭାବିନଥିବେ। ତେଣୁକରି ଆପଣମାନେ କେବଳ ଧୈର୍ଯ୍ୟ ଧରନ୍ତୁ। ଦେଖିବେ ଆପଣଙ୍କର ଜୀବନ କେତେବେଳେ ଯେ ପରିଗଣିତ ବା ପରିବର୍ତ୍ତନ ହୋଇଯିବ, ନା ଆପଣ କହିପାରିବେ ନା ଏହି ସମାଜରେ ଥିବା ଲୋକମାନେ କହିପାରିବେ। ତେଣୁକରି ନିଜ ଉପରେ ଭରସା ଆଉ ବିଶ୍ୱାସ ରଖି ଆଗେଇ ଚାଲନ୍ତୁ। ଦେଖିବେ ଆପଣ ନିଶ୍ଚିତ ଭାବରେ ବିଜେତା ହାସଲ କରିବେ। ଆଉ ଆପଣ ଯେଉଁ କାର୍ଯ୍ୟ ପ୍ରତି ଆକୃଷ୍ଟ ହେଉନଥିଲେ, ସେହି କାର୍ଯ୍ୟରେ ଆପଣଙ୍କର ମନ ନିଶ୍ଚିତ ଭାବରେ ଆକୃଷ୍ଟ ହେବ। ଆଉ ଆପଣଙ୍କର ଜୀବନରେ ଆସୁଥିବା ସମସ୍ତ ବ୍ୟର୍ଥ ଚିନ୍ତା
ଦୂର ହେବାକୁ ଲାଗିବ। ଆପଣଙ୍କର ଜୀବନ ଏକ ସ୍ୱାର୍ଥମୟ ହୋଇଯିବ ଏବଂ ଆପଣ ଯେଉଁଆଡ଼େ ଗଲେ ମଧ୍ୟ ଖାଲି ସଫଳତାର ବାଟ ହିଁ ଦେଖାଯିବ। ତ ସାଙ୍ଗମାନେ, ଆଶା କରୁଛି ଆପଣଙ୍କୁ ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଆଉ ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚିତ ଭାବରେ ଭିଡ଼ିଓକୁ ଗୋଟିଏ ଲାଇକ୍, ସେୟାର ଏବଂ କିଛି ମାତ୍ରାରେ ନିଜ ପ୍ରତି ଏକ ଭଲ ପାଇବା ଦିଅନ୍ତୁ। ଆଉ ହଁ, ମୋର ଏହି ଚ୍ୟାନେଲରେ ଯଦି ଆପଣମାନେ ନୂଆ ଆସିଛନ୍ତି, ତେବେ ମୋର ଏହି ଚ୍ୟାନେଲଟିକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ରଖନ୍ତୁ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କର ପାଖକୁ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ ପହଞ୍ଚି ପାରିବ। ତ ସାଙ୍ଗମାନେ, ଆଉ ଗୋଟିଏ କଥା ମଧ୍ୟ ମନେ ରଖନ୍ତୁ ଯେ ଦୁଃଖ କେବେ ମଧ୍ୟ ରହେ ନାହିଁ, କିନ୍ତୁ ଶିକ୍ଷା ସଦାକାଳ ରହିଥାଏ। ତେଣୁକରି ଆପଣ ଏହି ମାର୍ଗରେ ଯାଆନ୍ତୁ, ଦେଖିବେ ଆପଣଙ୍କର ଜୀବନ ଦିନେ ନା ଦିନେ ପରିବର୍ତ୍ତନ ହୋଇଯିବ। ତ ଚାଲନ୍ତୁ ଆଜିର ଏହି ଭିଡ଼ିଓଟିକୁ ଏଇଠି ଷ୍ଟପ୍ କରିବା। ଦେଖା ହେବା ଆଉ ଗୋଟିଏ ନେକ୍ସଟ ଭିଡ଼ିଓରେ। ସେତିକି ପର୍ଯ୍ୟନ୍ତ ମୁଁ ରହୁଛି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ।